ନମସ୍କାର। ଆଜି ଆମେ ଦଶମ ଶ୍ରେଣୀର ଓଡ଼ିଆ ବହିର ପ୍ରଥମ ଅଧ୍ୟାୟ ବନ୍ଦେ ଉତ୍କଳ ଜନନୀ ବିଷୟରେ ଗଭୀର ଭାବରେ ଆଲୋଚନା କରିବା। ଏହି ଯେଉଁ କବିତାଟି ଅଛି ନା, ଏହାକୁ ଲେଖିଛନ୍ତି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। ଆଉ ଏହା କେବଳ ପରୀକ୍ଷା ପାଇଁ ଏକ ପାଠ ନୁହେଁ, ଏହା ହେଉଛି ଆମ ଓଡ଼ିଶାର ଆତ୍ମା। ବନ୍ଦେ ଉତ୍କଳ ଜନନୀ, ବସ୍ ଏହି ଗୋଟିଏ ଧାଡ଼ି ଭିତରେ ହିଁ ସବୁକିଛି ଅଛି। ଏହାର ସିଧାସଳଖ ଅର୍ଥ ହେଲା, ହେ ମୋର ମା ଉତ୍କଳ, ମୁଁ ତୁମକୁ ବନ୍ଦନା କରୁଛି। ଏହା କେବଳ ଏକ ବନ୍ଦନା ନୁହେଁ, ଏହା ହେଉଛି ନିଜ ମାଟି ପାଇଁ ସମ୍ମାନ, ଗର୍ବ ଆଉ ଅସରନ୍ତି ଭଲ ପାଇବାର ଏକ ନିଚ୍ଛକ ପ୍ରତିଫଳନ। ତେବେ ଆମେ ଏହି ବିଶ୍ଳେଷଣରେ କ'ଣ ସବୁ ଦେଖିବା? ଆମେ ପ୍ରଥମେ କବିଙ୍କ ବିଷୟରେ ଜାଣିବା, ତାପରେ କବିତାରେ ଉତ୍କଳର ପ୍ରକୃତିକୁ କେମିତି ବର୍ଣ୍ଣନା କରାଯାଇଛି, ଏଠିକାର ଲୋକମାନଙ୍କର ବୀରତ୍ୱ ଓ ଜ୍ଞାନ ବିଷୟରେ ପଢ଼ିବା, ଆଉ ତା ସହିତ ଆମ ସଂସ୍କୃତି ମାନେ ମନ୍ଦିର ଆଉ କଳା ବିଷୟରେ ବୁଝିବା। ଶେଷରେ ଦେଖିବା ଏହି ଗୀତଟି ଏତେ ମହତ୍ତ୍ୱପୂର୍ଣ୍ଣ କାହିଁକି। ତ ଚାଲନ୍ତୁ ଆରମ୍ଭରୁ ଆରମ୍ଭ କରିବା, ମାନେ ଯିଏ ଏହି ଅମର କବିତାଟିକୁ ଲେଖିଛନ୍ତି ତାଙ୍କଠାରୁ। ସେ ହେଉଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର, ଯାହାଙ୍କୁ ସାରା ଓଡ଼ିଶା କାନ୍ତ କବି ନାମରେ ଜାଣେ। ତାଙ୍କ ଜୀବନ ଯାତ୍ରାକୁ ଟିକେ ଦେଖନ୍ତୁ। ଭଦ୍ରକର ତାଳପଦରେ ଜନ୍ମ, ତାପରେ ବାଲେଶ୍ୱର, କଲିକତା ଆଉ କଟକରେ ପାଠପଢ଼ା। କିନ୍ତୁ ଜୀବନର ଗୋଟେ ମୋଡ଼ରେ ଶାରୀରିକ ଅସୁସ୍ଥତା ଯୋଗୁଁ ସେ ସଙ୍ଗୀତ ଆଉ ସାହିତ୍ୟକୁ ପୂରାପୂରି ଆପଣେଇ ନେଲେ, ଆଉ ସେଇଠୁ ହିଁ ତାଙ୍କର ପ୍ରକୃତ ଯାତ୍ରା ଆରମ୍ଭ ହେଲା। ପରେ ସେ ଡଗର ପତ୍ରିକା ବି ଆରମ୍ଭ କରିଥିଲେ। ତାଙ୍କ ଜୀବନକୁ ଗଢ଼ିବାରେ କିଛି ଲୋକଙ୍କର ବହୁତ ବଡ଼ ହାତ ଥିଲା। ତାଙ୍କ ବାପା ମାଙ୍କ ସହିତ ତାଙ୍କ ପରିବାରର ଗୁରୁ ଥିଲେ ବାବାଜୀ ରାମଦାସ। ସେ ହିଁ ତାଙ୍କୁ ସବୁଠୁ ବେଶୀ ପ୍ରେରଣା ଦେଇଥିଲେ, ବିଶେଷ କରି ସେତେବେଳେ ଯେତେବେଳେ ସେ ଅସୁସ୍ଥ ଥିଲେ। ସେ ତାଙ୍କୁ ସଙ୍ଗୀତ ଆଉ ସାହିତ୍ୟ ଭିତରେ ନିଜକୁ ଖୋଜିବାକୁ କହିଥିଲେ। ଆଚ୍ଛା, ଏବେ ଆସନ୍ତୁ ସିଧା କବିତା ଭିତରକୁ ଯିବା। ଦେଖିବା କାନ୍ତ କବି କେମିତି ଆମ ଉତ୍କଳର ପ୍ରକୃତିକୁ, ମାନେ ତାର ନଈ, ପାହାଡ଼, ଜଙ୍ଗଲକୁ ଗୋଟେ ଜୀବନ୍ତ ମାର ଶରୀର ଭାବରେ ଦେଖିଛନ୍ତି। କବିତାର ଆରମ୍ଭ ହେଉଛି ଏହି ଧାଡ଼ିରୁ। ଏଇଠି କବି ମା ଉତ୍କଳର ଶରୀରର ବର୍ଣ୍ଣନା ଆରମ୍ଭ କରୁଛନ୍ତି। ତାଙ୍କ ଶବ୍ଦରେ ଯେମିତି ଗୋଟେ ସୁନ୍ଦର ଚିତ୍ର ଆଙ୍କି ହେଇଯାଉଛି। କଳ୍ପନା କରନ୍ତୁ, ଏହାର ଅର୍ଥ ହେଲା ଉତ୍କଳର ଶରୀରକୁ ପବିତ୍ର ସମୁଦ୍ରର ପାଣି ଧୋଇ ଦେଉଛି, ଆଉ ତାର ସମୁଦ୍ରକୂଳ ତାଳ ଆଉ ତମାଳ ଗଛରେ ଭାରି ସୁନ୍ଦର ଦିଶୁଛି। ମାନେ କବି ସମୁଦ୍ର ତଟକୁ ଗୋଟେ ମାର ସଫାସୁତୁରା ପବିତ୍ର ଦେହ ସହିତ ତୁଳନା କରିଛନ୍ତି। କେତେ ସୁନ୍ଦର କଳ୍ପନା। ଠିକ୍ ଅଛି, ସମୁଦ୍ର କୂଳରୁ ଏବେ ଆମେ ଟିକେ ଭିତରକୁ ଆସିବା, ଜଙ୍ଗଲ ଆଉ ପାହାଡ଼ ଆଡ଼କୁ। ଏଠି କବି ଉତ୍କଳର ସବୁଜିମା ଆଉ ପର୍ବତମାଳାର ବର୍ଣ୍ଣନା କରୁଛନ୍ତି। ଏଇଟା ଭାରି ମଜାଦାର କଥା। କବି କହୁଛନ୍ତି ଉତ୍କଳର ଦେହ ଘଞ୍ଚ ଜଙ୍ଗଲରେ ସଜେଇ ହୋଇଛି, ଆଉ ଦୂରରୁ ଦେଖାଯାଉଥିବା ନୀଳ ପାହାଡ଼ଗୁଡ଼ିକ ଯେମିତି ତା ଦେହରେ ଢେଉ ଖେଳୁଛି। ପାହାଡ଼ ତ ସ୍ଥିର, କିନ୍ତୁ କବିଙ୍କ କଳ୍ପନାରେ ତାହା ବି ଗତିଶୀଳ। ମାନେ ପୁରା ପ୍ରକୃତିଟା ହିଁ ଜୀବନ୍ତ। ତେବେ କେବଳ ପ୍ରକୃତିର ବର୍ଣ୍ଣନା ନୁହେଁ, କବିତା ଏବେ ଆଗକୁ ବଢ଼ୁଛି। ଏବେ କଥା ଆସୁଛି ଉତ୍କଳର ସନ୍ତାନମାନଙ୍କର, ମାନେ ଏଠିକାର ଲୋକମାନଙ୍କର ଗୁଣ ଆଉ ଚରିତ୍ର ବିଷୟରେ। ଏହି ଛୋଟ ଧାଡ଼ିଟିରେ କବି ଉତ୍କଳ ସନ୍ତାନଙ୍କର ବୁଦ୍ଧି, ତାଙ୍କର ଜ୍ଞାନ ଆଉ ବିଜ୍ଞାନ ଚର୍ଚ୍ଚା ବିଷୟରେ କହୁଛନ୍ତି। ଏହାର ଅର୍ଥ ହେଲା, ମା ଉତ୍କଳର ଆଖିରେ ତା ପିଲାମାନଙ୍କର ଜ୍ଞାନ ଆଉ ବୈଜ୍ଞାନିକ ସଫଳତାର ଚମକ ଦେଖାଯାଏ। ମାନେ ଯେତେବେଳେ ପିଲାମାନେ କିଛି ଭଲ କାମ କରନ୍ତି, ମାର ଆଖିରେ ଗର୍ବ ଦେଖାଯାଏ। ଠିକ୍ ସେମିତି ଏଇଠୁ ଜଣାପଡ଼ୁଛି ଯେ ଉତ୍କଳ ହେଉଛି ଜ୍ଞାନୀଗୁଣୀ ଲୋକଙ୍କର ଭୂମି। ଖାଲି ଜ୍ଞାନ ନୁହେଁ, ବୀରତ୍ୱ ବି। ଏହି ଧାଡ଼ିରେ କବି ଉତ୍କଳର ବୀର ଯୋଦ୍ଧାମାନଙ୍କର ସାହସ ଆଉ ପରାକ୍ରମର ଗାଥା ଗାଇଛନ୍ତି। ବୁଝିଲେ ତ? ପ୍ରଥମ ଧାଡ଼ିର ଅର୍ଥ ହେଲା ଉତ୍କଳ ହେଉଛି ବଡ଼ ବଡ଼ ବୀର ଯୋଦ୍ଧାମାନଙ୍କର ଗର୍ବର ଘର। ଆଉ ଦ୍ୱିତୀୟ ଧାଡ଼ି, ତା ଦେହ ଶତ୍ରୁର ରକ୍ତରେ ରଙ୍ଗେଇ ହୋଇଛି। ଏହା ତାଙ୍କର ବିଜୟ ଆଉ ସାହସର ପ୍ରତୀକ। ତେଣୁ ଉତ୍କଳର ସନ୍ତାନମାନେ ଏକାଧାରରେ ଜ୍ଞାନୀ ବି ଆଉ ନିର୍ଭୀକ ଯୋଦ୍ଧା ବି। ଭୂମି କଥା ସରିଲା, ଲୋକଙ୍କ କଥା ବି ସରିଲା। ଏବେ ଆସନ୍ତୁ ଦେଖିବା ଆମର ସମୃଦ୍ଧ ସଂସ୍କୃତି, ଆମ ମନ୍ଦିର ଆଉ କଳା କେମିତି ଉତ୍କଳକୁ ଆହୁରି ସୁନ୍ଦର କରିଛି। ଏହି ଧାଡ଼ି ଦୁଇଟିରେ କବି ଉତ୍କଳର ସ୍ଥାପତ୍ୟ କଳା, ମାନେ ଆମ ମନ୍ଦିରଗୁଡ଼ିକର ସୌନ୍ଦର୍ଯ୍ୟ ଆଉ ଅନ୍ୟ କଳାକୃତି ବିଷୟରେ କହୁଛନ୍ତି। ଏଠି ମଣ୍ଡିତ ଆଉ ସୁବିତ ଭଳି ଶବ୍ଦର ବ୍ୟବହାର ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାର ଅର୍ଥ ହେଲା ସଜେଇ ହେବା। ତ କବି କହୁଛନ୍ତି, ଆମର ଏଇ ଯେଉଁ ସୁନ୍ଦର ସୁନ୍ଦର ମନ୍ଦିର ଅଛି ଆଉ ଚମତ୍କାର କାରୁକାର୍ଯ୍ୟ ଅଛି, ସେଗୁଡ଼ିକ ଯେମିତି ମା ଉତ୍କଳ ପିନ୍ଧିଥିବା ଅଳଙ୍କାର ଆଉ ପୋଷାକ ଭଳି। କେବଳ ପଥରର ନିର୍ମାଣ ନୁହେଁ, ଏହା ହେଉଛି ତାର ସାଜସଜ୍ଜା। ତେବେ ଏହି କବିତାର ଯାତ୍ରା କେମିତି ଆଗକୁ ବଢ଼ିଲା? କେମିତି ଗୋଟେ ସାହିତ୍ୟ କୃତି ଆସି ଆମ ପୁରା ରାଜ୍ୟର ସରକାରୀ ସଙ୍ଗୀତ ହେଇଗଲା? ଚାଲନ୍ତୁ
ଶେଷରେ ସେହି କଥାଟା ଜାଣିବା। ଏହାର ମୂଳ କାରଣ ହେଉଛି ଏହି କବିତାର ଭାବ। ଏହା ଭିତରେ ଭରି ରହିଛି ପ୍ରବଳ ଦେଶପ୍ରେମ, ଜାତୀୟତାବାଦୀ ଚେତନା ଆଉ ନିଜ ମାଟି ପାଇଁ ଅସୀମ ଭଲପାଇବା। ଏହି ଭାବନା ହିଁ ତ ଏହାକୁ 100 ବର୍ଷରୁ ଅଧିକ ସମୟ ଧରି ଲୋକଙ୍କ ମନରେ ଆଉ ହୃଦୟରେ ଜୀବନ୍ତ କରି ରଖିଛି। ଆଉ ଶେଷରେ ସେହି ଐତିହାସିକ ମୁହୂର୍ତ୍ତ ଆସିଲା। 2020 ମସିହାରେ ଆମ ଓଡ଼ିଶା ସରକାର ଏହି ଗୀତକୁ ଆନୁଷ୍ଠାନିକ ଭାବେ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଲେ। ଏହା ଏକ ବହୁତ ବଡ଼ ନିଷ୍ପତ୍ତି ଥିଲା, ଯାହା ଏହି କବିତାକୁ ସବୁଦିନ ପାଇଁ ଓଡ଼ିଶାର ସ୍ୱର ଆଉ ଆତ୍ମା ଭାବରେ ସ୍ଥାପିତ କରିଦେଲା। ତେବେ ସବୁକିଛିକୁ ଯଦି ଆମେ ଏକାଠି ଦେଖିବା, ବନ୍ଦେ ଉତ୍କଳ ଜନନୀ କେବଳ ଗୋଟେ କବିତା ନୁହେଁ, ଏହା ହେଉଛି ଆମ ପ୍ରିୟ ମାତୃଭୂମିର ଗୋଟେ ସମ୍ପୂର୍ଣ୍ଣ ଚିତ୍ର। ଏଥିରେ ତାର ଶରୀର, ତାର ମନ ଆଉ ତାର ଆତ୍ମା ସବୁକିଛିର ବର୍ଣ୍ଣନା ଅଛି। ଆଚ୍ଛା, ଆଲୋଚନା ଶେଷ କରିବା ପୂର୍ବରୁ ଗୋଟିଏ କଥା ଭାବିବା। ଏହି ଯେଉଁ ଶକ୍ତିଶାଳୀ ଗୀତ ଅଛି, ଏହାର କେଉଁ ଧାଡ଼ି ବା କେଉଁ ଚିତ୍ରଟି ମନରେ ନିଜ ମାଟି ପାଇଁ ସବୁଠୁ ଅଧିକ ଗର୍ବ ଆଉ ପ୍ରେରଣା ଆଣିଦିଏ? ଟିକେ ଚିନ୍ତା କରିବେ।